ଜଣେ ଥିଲା ଶିକାରୀ, ନା ତାର ମକରା। ଘରେ ତାର ଛୋଟିଆ ଝିଅଟିଏ। ବଣରୁ ପକ୍ଷୀ ଶିକାର କରିବା ଆଉ ତାକୁ ନେଇ ଦୂର ବଜାରରେ ବିକ୍ରି କରିବା ଏଇଟା ହଉଛି ତାର ବ୍ୟବସାୟ। ସେ ପ୍ରତିଦିନ ବଣକୁ ଯାଏ। ହାତରେ ଗୋଟିଏ ଫାଶ ଓ ଗୋଟିଏ ପଞ୍ଜୁରୀ। ଏଇଥିରୁ ଯାହା ପାରିଶ୍ରମିକ ମିଳେ ବାପ ଝିଅ ବେଶ ଖୁସିରେ ଚଳିଯାଆନ୍ତି। ଦିନେ ମକରା ଶିକାର ପାଇଁ ବଣକୁ ଗଲା। ଦେଖିଲା ଗୋଟେ ବିଚିତ୍ର ପକ୍ଷୀ। ସେ ଦେଖିଲା ଯେ ପକ୍ଷୀଟି ମଳତ୍ୟାଗ କଲା ଆଉ ତାହା ମାଟିରେ ପଡ଼ି ସଙ୍ଗେ ସଙ୍ଗେ ସୁନାରେ ପରିଣତ ହେଲା। ମକରା ଏହା ଦେଖି ଆଶ୍ଚର୍ଯ୍ୟ ହେଇଗଲା। ମନେ ମନେ ଭାବିଲା, ମତେ ଶିକାର କରିବାକୁ ଆସି ଏତେ ବର୍ଷ ହେଲାଣି। କେତେ କେତେ ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ ଦେଖିଛି, ତାଙ୍କୁ ଶିକାର କରିଛି, ହେଲେ ଇଏ କୋଉ ପ୍ରକାର ପକ୍ଷୀ? ସେ ଯାହା ବି ହଉ ମତେ ଆକୁ ଧରିବାକୁ ପଡ଼ିବ। ଯଦି ଆକୁ ମୁଁ ଧରିଦିଏ ତେବେ ମୋର ଆଉ ଅଭାବ ରହିବ ନାହିଁ। ସାରା ଜୀବନ ଖୁସିରେ କଟିବ। ଏଇଆ ଭାବି ସେ ଅତି ଚାଲାକର ସହ ଗଛରେ ଫାଶ ବସେଇଲା ଆଉ ସେ ପକ୍ଷୀଟିକୁ ଧରିନେଲା। ମକରା ତାକୁ ପଞ୍ଜୁରୀ ଭିତରେ ରଖିଲା ଆଉ ଖୁସି ମନରେ ଘରକୁ ଫେରିଲା। କିନ୍ତୁ ଘରକୁ ଯିବା ବାଟରେ ସେ ମନେ ମନେ ଚିନ୍ତା କଲା, ଏହାର ମଳ ସୁନା ହଉଛି ବୋଲି ଯଦି ଲୋକେ ଜାଣିବେ ତେବେ ରାଜାଙ୍କୁ କହିଦେବେ। ଫଳରେ ରାଜା ମତେ ଦଣ୍ଡ ଦେଇପାରନ୍ତି। ତେଣୁ ସେ ମନରେ ସ୍ଥିର କଲା ଯେ ସେ ନିଜେ ଯାଇ ରାଜାଙ୍କୁ ଏ ବିଷୟରେ କହିବ ଆଉ ରାଜାଙ୍କୁ ଦେଇ ଆସିବ। ଫଳରେ ରାଜା ଖୁସି ହେଇଯିବେ ଆଉ ପୁରସ୍କୃତ ମଧ୍ୟ କରିବେ। ଏଇଆ ଭାବି ସେ ରାଜାଙ୍କ ପାଖରେ ପହଞ୍ଚିଲା। ରାଜାଙ୍କୁ ସବୁ କଥା ଜଣେଇ ସେ ପକ୍ଷୀଟିକୁ ଦେଲା। ରାଜା ବି ଭାରି ଖୁସି ହେଇଗଲେ ଆଉ ମକରାକୁ ଖୁସି କରିବାକୁ ବହୁତ ଗୁଡ଼ିଏ ସୁନା ମୋହର ଦେଲେ। ମକରା ଖୁସି ଖୁସି ଘରକୁ ଫେରିଲା। ସେପଟେ ରାଜା ସିନା ପକ୍ଷୀଟିକୁ ରଖିଦେଲେ, କିନ୍ତୁ ମନ୍ତ୍ରୀମାନେ ଏ କଥାକୁ ମୋଟେ ବିଶ୍ୱାସ କଲେନି। ସେ ରାଜାଙ୍କୁ କହିଲେ, ଗୋଟିଏ ପକ୍ଷୀର ଜନ୍ମ ଗୋଟିଏ ଅଣ୍ଡାରୁ। ସେ ସୁନା ମଳତ୍ୟାଗ କରିବା କ'ଣ ସମ୍ଭବ? ଆପଣ ଅଯଥାରେ ଏ କଥାକୁ ଧ୍ୟାନ ଦିଅନ୍ତୁନି। ସେ ଶିକାରୀଟି ନିଶ୍ଚୟ ମିଛ କଥା କହି ଆପଣଙ୍କଠୁ ପୁରସ୍କାର ନେବାକୁ ଆସିଥିବ। ମନ୍ତ୍ରୀମାନଙ୍କ ପାଖରୁ ଏକଥା ଶୁଣି ଶେଷରେ ରାଜା ସେ ପକ୍ଷୀଟିକୁ ଛାଡ଼ିଦେଲେ। କିନ୍ତୁ ଏ କ'ଣ? ରାଜାଙ୍କ ହାତରୁ ପକ୍ଷୀଟି ବାହାରିବା ମାତ୍ରକେ ମଳତ୍ୟାଗ କଲା ଆଉ ସେଠୁ ଉଡ଼ି ଚାଲିଗଲା। ରାଜା ଦେଖିଲେ ତଳେ ପଡ଼ିଥିବା ମଳ ସୁନାରେ ପରିଣତ ହେଇସାରିଛି। କିନ୍ତୁ ରାଜାଙ୍କ ପାଖରେ ସେ ପକ୍ଷୀଟିକୁ ଫେରେଇ ଆଣିବାକୁ ଆଉ କିଛି ବି ବାଟ ନଥିଲା। ରାଜା ସେ ସୁଯୋଗ ହରେଇ ସାରିଥିଲେ।